ଯେ ଅତୁଟ ବନ୍ଧନ ଧାରାବାହିକରେ ଦେଖିବାକୁ ପାଇବେ। ଠାକୁରଙ୍କ ପାଖରୁ ଗୋଟିଏ ରଙ୍ଗ ପତାକା ଆସି ସରସ୍ୱତୀ ଦେବୀଙ୍କ ଉପରେ ପଡ଼ିଯିବ। ତାପରେ ସେ ମହେନ୍ଦ୍ର ବାବୁଙ୍କ କଥା ମନେ ପକାଇ ପୂର୍ବ କଥା ମନେ ପକାଇବେ। ଆଗ ସେ ଦୁହେଁ ମିଶି ଠାକୁର ପୂଜା କରୁଥିବେ ଏବଂ ତାଙ୍କ ପାଖରେ ଭବାନୀ ଦେବୀ ଚାକରାଣୀ ବେଶରେ ଛିଡ଼ା ହୋଇଥିବେ। ଏହାପରେ ମହେନ୍ଦ୍ର ବାବୁ ସରସ୍ୱତୀ ଦେବୀଙ୍କ ମଥାରେ ସିନ୍ଦୁର ଲଗାଇ ଏବଂ ତାଙ୍କ ମଥାରେ ଚୁମ୍ବନ ଦେଇ ତାଙ୍କୁ କହିବେ, ବୁଝିଲ ସରସ୍ୱତୀ, ମୁଁ ତମକୁ ସ୍ତ୍ରୀ ରୂପରେ ପାଇ ବହୁତ ଧନ୍ୟ ମନେ କରୁଛି। ଆଉ ମୁଁ ଭଗବାନଙ୍କୁ କିଛି ମାଗୁନି। ଆଉ ଏଇପଟେ ଭବାନୀ ଦେବୀ ଈର୍ଷାରେ ଜଳୁଥିବେ। ଆଉ ସେ ଭଗବାନଙ୍କୁ କହୁଥିବେ, ବୁଝିଲ ଠାକୁର, ମୁଁ ତମକୁ ସବୁଦିନେ ଏଇ ଆଙ୍କର ଧନ ସମ୍ପତ୍ତି ଆଉ ମହେନ୍ଦ୍ରକୁ ଭଳି ଗୋଟେ ସ୍ୱାମୀ ଦରକାର। ଆଉ କିଛି ଦିନ ଭିତରେ ଭବାନୀ ମହେନ୍ଦ୍ର ବାବୁଙ୍କୁ ଚକ୍ରାନ୍ତରେ ବିବାହ କରିନେବେ। ଆଉ ସେ ସରସ୍ୱତୀ ଦେବୀଙ୍କୁ କହିବେ, ତୁ ଏ ଘରୁ ବାହାରି ଯା। ଆଉ ଭବାନୀ ଦେବୀ କହିବେ, ଦେଖିଲୁ ନା ତୋ ସ୍ୱାମୀ କେମିତି ତତେ ଛି କରିଦେଲେ। ତୁ ଆଉ ଏ ଘରେ କାହିଁକି ରହିବୁ? ଗୋଟେ କ୍ରିମିନାଲକୁ ଏ ଘରେ କିଏ ଜାଗା ଦେବ? ଆଉ ହଁ, ତୁ ଯଦି କହିବୁ ତୋ ସ୍ୱାମୀ ଆଉ ତୋ ପୁଅର ମୁଁ ପୁରା ଯତ୍ନ ନେବି। ଆଉ ତୋ ପୁଅ ମୁଣ୍ଡରେ ଯୋଉ କଳଙ୍କର ଦାଗ ଲାଗିଛି, ତୋ ପୁଅ ମୁଣ୍ଡରେ ଲାଗିବାକୁ ଦେବିନି। ଏଥର କହ, ମୋ କଥାରେ ତୁ ରାଜି କି? ସରସ୍ୱତୀ ଦେବୀ କିଛି ସମୟ ଭାବିବା ପରେ ହଁ କରିଦେବେ। ଦର୍ଶକ ବନ୍ଧୁ, ଆପଣଙ୍କୁ କଣ ଲାଗୁଛି? ଆ ଭିତରେ ଭବାନୀ କଣ ଚକ୍ରାନ୍ତ କରି ଦୁହିଁଙ୍କୁ ଅଲଗା କରିବାରେ ସଫଳ ହବ? ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବେ। ରହିଲି, ଧନ୍ୟବାଦ।